ଆମ ସମାଜରେ ବହୁତ ପ୍ରଜାତିର ଜୀବଜନ୍ତୁ ବାସ କରୁଛନ୍ତି। ତାଙ୍କ ଭିତରୁ କିଛି ମନୁଷ୍ୟ ଜାତିର ଉପକାର ଏବଂ ଆଉ କିଛି କ୍ଷତି ମଧ୍ୟ ପହଞ୍ଚାଇଥାନ୍ତି। ସେହି ଜୀବମାନଙ୍କ ମଧ୍ୟରେ ଏକ କ୍ଷୁଦ୍ର ଜୀବ ହେଉଛି ପିମ୍ପୁଡ଼ି। କଳା ପିମ୍ପୁଡ଼ି ଆଉ ନାଲି ପିମ୍ପୁଡ଼ି। କ'ଣ ଆପଣମାନେ କେବେ ଭାବିଛନ୍ତି ଯେ ନାଲି ପିମ୍ପୁଡ଼ି ମାନେ ତ ବହୁତ ସମୟରେ ଆମକୁ କାମୁଡ଼ିଥାନ୍ତି, କିନ୍ତୁ କଳା ପିମ୍ପୁଡ଼ି ତ କାହିଁ କେବେ ଆମକୁ କାମୁଡ଼ି ନାହାନ୍ତି? ହେଲେ କଳା ପିମ୍ପୁଡ଼ି ଆମକୁ କ'ଣ ପାଇଁ କାମୁଡ଼ନ୍ତିନି? ନମସ୍କାର, ମୁଁ ଆପଣମାନଙ୍କ ଅନାମିକା। ଆପଣମାନଙ୍କୁ ସ୍ୱାଗତ କରୁଛି ଆଉ ଏକ ନୂଆ ଅଧ୍ୟାୟକୁ। ଆମ ଚତୁଃପାର୍ଶ୍ୱରେ ହେଉ କିମ୍ବା ଆମ ଘରର ଆଖପାଖ ଅଞ୍ଚଳରେ ଆମେ ବହୁତ ସମୟରେ କଳା ପିମ୍ପୁଡ଼ିମାନଙ୍କ ସହିତ ନାଲି ପିମ୍ପୁଡ଼ିମାନଙ୍କୁ ମଧ୍ୟ ଦେଖିଥାନ୍ତି। କେବେ କେବେ ବହୁତ ବଡ଼ ବଡ଼ ପିମ୍ପୁଡ଼ି ତ ଆଉ କେତେବେଳେ ଛୋଟ ପିମ୍ପୁଡ଼ି ମଧ୍ୟ ଦେଖିଥାନ୍ତି ଏବଂ ବହୁତ ସମୟରେ ନାଲି ପିମ୍ପୁଡ଼ିମାନେ ଆମକୁ କାମୁଡ଼ିଥାନ୍ତି। ଏବଂ ଆପଣମାନେ ନୋଟିସ୍ କରିଥିବେ ଯେ କେବଳ ସେହି ନାଲି ପିମ୍ପୁଡ଼ିମାନେ ହିଁ ଆମକୁ କାମୁଡ଼ିଥାନ୍ତି, କିନ୍ତୁ କଳା ପିମ୍ପୁଡ଼ି ନୁହଁ। ଯେଉଁ ବଡ଼ ବଡ଼ କଳା ପିମ୍ପୁଡ଼ି ଥାଆନ୍ତି, ଯାହାକୁ ଆମେ ଜନ୍ଦା ବୋଲି ମଧ୍ୟ କହିଥାନ୍ତି, ସେମାନଙ୍କ ଚମଡ଼ା ବହୁତ ଶକ୍ତ ହୋଇଥାଏ। ତେଣୁ ସେମାନେ ବହୁତ ଜୋରସେ କାମୁଡ଼ିଥାନ୍ତି, ଯାହାଦ୍ୱାରା ଆମ ଶରୀରରେ କାମୁଡ଼ିବାର ଦାଗ ମଧ୍ୟ ରହିଯାଇଥାଏ ଏବଂ ଆମକୁ ବହୁତ କଷ୍ଟ ମଧ୍ୟ ହୋଇଥାଏ। କିନ୍ତୁ ଛୋଟ ପିମ୍ପୁଡ଼ିମାନଙ୍କ ମଧ୍ୟରେ ଆମକୁ ଲାଗେ ଯେ କେବଳ ନାଲି ପିମ୍ପୁଡ଼ିମାନେ ହିଁ ଆମକୁ କାମୁଡ଼ୁଛନ୍ତି, କିନ୍ତୁ ପ୍ରକୃତରେ ଏମିତି ହୋଇନଥାଏ। ଛୋଟ ଛୋଟ କଳା ପିମ୍ପୁଡ଼ିମାନେ ବି ଆମକୁ କାମୁଡ଼ିଥାନ୍ତି, କିନ୍ତୁ ଆମକୁ କିଛି ଜଣାପଡ଼େ ନାହିଁ, କିଛି କଷ୍ଟ ହୁଏ ନାହିଁ। ଏମିତି ଫର୍ମିକ୍ ଏସିଡ଼ର କାରଣରୁ ହୋଇଥାଏ। ନାଲି ପିମ୍ପୁଡ଼ିଙ୍କ କାମୁଡ଼ିବା ସମୟରେ ସେମାନେ ତାଙ୍କ ଶରୀରର ପଛ ଅଂଶ ମାଧ୍ୟମରେ ଆମ ଶରୀର ଭିତରକୁ ଫର୍ମିକ୍ ଏସିଡ଼ ଛାଡ଼ିଥାନ୍ତି, ଯେଉଁଥିପାଇଁ ସାଙ୍ଗେ ସାଙ୍ଗେ ଆମକୁ ଜଳନ ହୋଇଥାଏ, ମାନେ ପୋଡ଼ିଥାଏ, ଅର୍ଥାତ୍ କଷ୍ଟ ହୋଇଥାଏ। କିନ୍ତୁ ଏହି ଫର୍ମିକ୍ ଏସିଡ଼ର ମାତ୍ରାର କମ୍ ବେଶୀ କାରଣରୁ ହିଁ ଏମିତି ହୋଇଥାଏ। ନାଲି ପିମ୍ପୁଡ଼ିମାନଙ୍କ ପାଖରେ ଫର୍ମିକ୍ ଏସିଡ଼ର ମାତ୍ରା ଅଧିକ ଥିବା ସମୟରେ କଳା ପିମ୍ପୁଡ଼ିମାନଙ୍କ ପାଖରେ ଏହି ଏସିଡ଼ର ମାତ୍ରା ବହୁତ କମ୍ ପରିମାଣରେ ଥାଏ। ସେଥିପାଇଁ କଳା ପିମ୍ପୁଡ଼ିମାନଙ୍କ କାମୁଡ଼ିବା ସମୟରେ ଆମକୁ କିଛି କଷ୍ଟ କିମ୍ବା ପୋଡ଼ିବାର କୌଣସି ସମସ୍ୟା ହୋଇନଥାଏ। ଆଶା କରୁଛି ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଥିବ। ଭିଡ଼ିଓରେ ଲାଇକ୍ କରିକି କମେଣ୍ଟ କରିବାକୁ ଭୁଲିବେନି ଏବଂ ଚ୍ୟାନେଲଟିକୁ ସବସ୍କ୍ରାଇବ୍ ମଧ୍ୟ କରିନେବେ।